ट्रेंडिंग न्यूज ओडिशा रे आपण माननकु स्वागत। आज 2 अगस्त 2024 समस्त मुख्य खबर जानिबा पई शेष पर्यंत देखंतु। बढ़िला कमर्शियल गैस दर दीर्घ मास पर कमर्शियल 19 केजी दर रे वृद्धि घटिथिबा बेले घरे गैस 14.2 किग्रा रे दर पूर्व परिस्थिति रहिछि। 2024 अगस्त रे भुवनेश्वर कमर्शियल गैस 19 केजी दर 8 टंका बढ़िथिबा बेले नुआ दिल्ली रे मध्य समान गैस दर 6.5 टंका वृद्धि पाई। उल्लेखযোग्य देशर प्रमुख गैस विपणनकारी कंपनी गुड़िक पक्षर चलित मासर नूतन दर सूची गुरुवार लागू होउछि। परवर्ती मुख्य खबर हॉकी दलर प्रथम पराजय। पेरिस ओलंपिक्स रे 2024 रे प्रथम पराजय वर्ण करिछि भारतीय पुरुष हॉकी दल। गुरुवार पूल बी एक मैच रे भारत डिफेंडिंग चैंपियन बेल्जियम निकटरू 1-2 रे पराजित होइछि। भारत प्रथमरू 1 रे आगुआ रहितला, तेबे द्वितीय हाफ रे बेल्जियम 2टी गोल स्कोर करी विजयी होइतला। भारत पक्षरु अभिषेक 18 मिनिट रे एकमात्र गोल दैथिले। अन्य पक्षरे थिबार स्ट्रोकवाल्ड 3-33, जॉन डुएना 44 मिनिट रे बेल्जियम पक्षरु गोटिए लेखाएं गोल दैथिले। परवर्ती मुख्य खबर डुरांड कप पई ओएफसी रे 6 ओडिया खेलाड़ी। डुरांड कप 2024 पई ओडिशा फुटबॉल क्लब ओएफसी पक्षरु गुरुवार 23 जणिया दल घोषित करा जाईछि। कोनोसी विदेशी खेलाड़ीଙ୍କୁ स्थान मिली नथिबा बेले 6 जण ओडिया खेलाड़ी रहिछन्ति। ओडिया खेलाड़ीଙ୍କ ମଧ୍ୟରେ ଟଙ୍କଧର ବାଗ, ରାହୁଲ ମୁଖୀ, ରୋଶନ ପାନ୍ନା, ରାଜା ହରିଜନ, ଶ୍ରୀରାମ ପ୍ରଧାନ ଓ ବାର୍ଷିକ ହନ୍ତାଳ ଏହି ଦଳରେ ସାମିଲ ଅଛନ୍ତି। ଓଏଫସି ସହିତ ବିଏଫସି ବୋର୍ଡାଣ୍ଡ ଅଫିସ ଏଣ୍ଡ ନର୍ଥ ଇଷ୍ଟ ୟୁନାଇଟେଡ ଏଫସି ଗୋଟିଏ ଗ୍ରୁପରେ ରହିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର ଜାଲ ମୂର୍ତ୍ତି ସାର୍ଟିଫିକେଟ ଦେଇ ଜେଲ ଗଲେ ଯୁବକ। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳର ଜାଲ ମୂର୍ତ୍ତି ସାର୍ଟିଫିକେଟ ତିଆରି କରିବା ଅଭିଯୋଗରେ ଗୁରୁବାର ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଜାଲ ସାର୍ଟିଫିକେଟ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା କମ୍ପ୍ୟୁଟର ସମେତ ଅନ୍ୟ ସାମଗ୍ରୀ ଜବତ ହୋଇଛି। ଗିରଫ ଯୁବକ ଜଣକ ହେଲେ ନୂଆଗାଁ ନୂଆସାହିର ସଞ୍ଜୟ କୁମାର ମହାନ୍ତି। ସଞ୍ଜୟ ନିଜ ଘର ନିକଟରେ ରହି ଦୋକାନ କରି ସେଠାରେ ଅନଲାଇନରେ ବିଭିନ୍ନ ସାର୍ଟିଫିକେଟ ପାଇଁ ଆବେଦନ କରିଥାନ୍ତି। ପରବର୍ତ୍ତୀ ମୁଖ୍ୟ ଖବର ଭାଜପାରେ ମିଶିଲେ ମମତା ମହନ୍ତ। ରାଜ୍ୟସଭା ଓ ବିଜେଡିରୁ ବୁଧବାର ଇସ୍ତଫା ଦେଇଥିବା ମମତା ମହାନ୍ତ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ସାଧାରଣ ସମ୍ପାଦକ ଅରୁଣ ସିଂ ଓ ପ୍ରଭାରୀ ବିଜୟପାଲ ସିଂ ତୋମାର ପୁଷ୍ପଗଛ ଦେଇ ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ଏହି ଅବସରରେ ଭାଜପା ବରିଷ୍ଠ ନେତା ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ। ଭାଜପାରେ ଯୋଗ ଦେବା ପରେ ମମତା କହିଛନ୍ତି, ଲୋକମାନେ ତାଙ୍କ ସମ୍ପତ୍ତି, ସେମାନଙ୍କ ସେବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ। ବିଜେଡିରେ ତାଙ୍କୁ ଅଣଦେଖା କରାଗଲା, ଲୋକଙ୍କ ସେବା କରିବା ସୁଯୋଗ ପାଇଲେନି। ପରବର୍ତ୍ତୀ ମୁଖ୍ୟ ଖବର ସବୁ କାର୍ଯ୍ୟାଳୟରେ ସ୍ତନ୍ୟପାନ ଗୃହ ନିର୍ମାଣ ହେବ। ପ୍ରଭାତୀ ପରିଡା ମାର କ୍ଷୀରରେ ଶିଶୁର ଏକଚାଟିଆ ଅଧିକାର ରହିଛି। ଶିଶୁର ଏହି ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥାକୁ ସମାଜ ଅନୁକୂଳ କରାଯିବ। ଏଥିଲାଗି ସର୍ବସାଧାରଣ ସ୍ଥାନରେ ଶୌଚାଳୟ ଭଳି ସ୍ତନ୍ୟପାନ ଗୃହର ଆବଶ୍ୟକତା ରହିଛି। ସେହିପରି ସବୁ କାର୍ଯ୍ୟାଳୟରେ କର୍ମଜୀବୀ ମାମାନଙ୍କ ପାଇଁ କ୍ରେଚ୍ ସ୍ତନ୍ୟପାନ ଗୃହର ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ରାଜ୍ୟ ସମାଜ କଲ୍ୟାଣ ବୋର୍ଡଠାରେ ବିଭାଗ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଶୁଭାରମ୍ଭ ହୋଇଛି। ପରବର୍ତ୍ତୀ ମୁଖ୍ୟ ଖବର କେଜରିୱାଲଙ୍କ ବାସଭବନରେ ଗୁଣ୍ଡା କ'ଣ କରୁଥିଲେ? ସୁପ୍ରିମକୋର୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ଆକ୍ରମଣ ଶିକାର ହୋଇଥିବା ନେଇ ରାଜ୍ୟସଭା ସଦସ୍ୟ ଅନୁଯାୟୀ କେଜରିୱାଲ କିପରି ସ୍ୱାତି ମାଲ୍ୟାନ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ କେଜରିୱାଲ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଦିଲ୍ଲୀ ପୁଲିସ ଗତ ମେ 18ରେ ଗିରଫ କରିଥିଲା। ତେବେ ବିଭବଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଜାମିନ ଆବେଦନର ଶୁଣାଣି କରି ଗୁରୁବାର ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ଜବାବ ତଲବ କରିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର ବର୍ଷା ଚାଲିବ। ଆଜି 5 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ଝାଡ଼ଖଣ୍ଡ, ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ସ୍ଥଳଭାଗ ଉପରେ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଜାରି ରହିଛି। ଏହି ସ୍ଥିତି 3 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଶୁକ୍ରବାର ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କେଉଁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ସହ ସମ୍ପୃକ୍ତ 5 ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ମୁଖ୍ୟ ଖବର ମହାନଦୀରେ 50 କିଲୋମିଟର ଭାସି ଆସି ଉଦ୍ଧାର ହେଲେ ଛତିଶଗଡ଼ ମହିଳା। ଛତିଶଗଡ଼ ପୁସୁରୁ ଥାନା ଅଞ୍ଚଳରେ ପୁରୁ ଗ୍ରାମର ଜଣେ ମହିଳା ମହାନଦୀରେ ପ୍ରାୟ 50 କିଲୋମିଟର ଭାସି ଆସି ଝାରସୁଗୁଡ଼ା ଜିନ୍ ଲଖନପୁର ବ୍ଲକସ୍ଥିତ ପଲସଦା ଗ୍ରାମ ମତ୍ସ୍ୟଜୀବୀଙ୍କ ଦ୍ୱାରା ଗୁରୁବାର ଉଦ୍ଧାର ହୋଇଛନ୍ତି। ତେବେ ତାଙ୍କ 2 ଗୋଡ଼ ଶିକୁଳିରେ ବନ୍ଧା ହୋଇଥିବା ବେଳେ ସେ ଜୀବନ୍ତ ଉଦ୍ଧାର ହେବା ଅନେକଙ୍କୁ ଚକିତ କରିଛି। 2 ଗୋଡ଼ ଶିକୁଳିରେ ବନ୍ଧା ହୋଇଥିଲେ। ସୂଚନା ଅନୁସାରେ ଗୁରୁବାର ସକାଳେ ପଲସଦା ଗ୍ରାମର ମତ୍ସ୍ୟଜୀବୀ ଦାନି ସେଠ, ସମର ସେଠ, ଇଶର ମେହର, ସୂରଦାସ ମେହର ମାଛ ମାରିବାକୁ ମହାନଦୀ ଗଭୀରକୁ ଜଳକୁ ଯାଇଥିଲେ। ଜଣେ ମହିଳା ମହାନଦୀରେ ଜଳକୁ 36 ପଟୁ ଭାସି ଆସୁଥିବା ସେମାନେ ଦେଖିବାକୁ ପାଇଥିଲେ। ମତ୍ସ୍ୟଜୀବୀମାନେ ସଙ୍ଗେ ସଙ୍ଗେ ମହିଳାକୁ ପାଣିରୁ ଉଦ୍ଧାର କରି ନଈ କୂଳକୁ ଆଣିଥିଲେ। ପରବର୍ତ୍ତୀ ମୁଖ୍ୟ ଖବର ସାଟେଲାଇଟ ଫଟୋରେ ଭୂସ୍ଖଳନର ଭୟାବହ ଚିତ୍ର।
ଭାରତୀୟ ସାଟେଲାଇଟ୍ର ହାଇ ରିଜଲ୍ୟୁସନ୍ ଫଟୋରୁ ୱାଇନାଡ୍ ଭୂସ୍ଖଳନ ବ୍ୟାପକ ଧ୍ୱଂସଲୀଳା ସାମ୍ନାକୁ ଆସିଛି। ପ୍ରାୟ 86,000 ବର୍ଗମିଟର ଜମି ଧସି ଯାଇଥିବା ବେଳେ ଇରୁବାଇଜୁଦା ନଦୀର ଉଭୟ ପାର୍ଶ୍ୱରେ 8 କିଲୋମିଟର ପର୍ଯ୍ୟନ୍ତ ମାଟି, ପଥର ଓ ଭଗ୍ନାବଶେଷ ମାଡ଼ି ଯାଇଥିବା ଭୂସ୍ଖଳନର ପୂର୍ବ ଓ ପରବର୍ତ୍ତୀ ସାଟେଲାଇଟ୍ ଇମେଜରୁ ଜଣାପଡ଼ିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ରିପୋର୍ଟ ଉକ୍ତ ସ୍ଥାନର ପୁରୁଣା ଓ ବର୍ତ୍ତମାନର ଭୂସ୍ଖଳନ ପ୍ରମାଣ ଦିଆଯାଇ ଏହାର ଭୟାବହତା ଦର୍ଶାଯାଇଛି। ପରବର୍ତ୍ତୀ ମୁଖ୍ୟ ଖବର 2009 ମସିହା ରଙ୍ଗପର୍ବ ହୋଲିରେ ପୂର୍ବସୂତ୍ରକୁ କେନ୍ଦ୍ର କରି ଜଣଙ୍କ ଘରେ ପଶି ପଥର ଛେଚି ହତ୍ୟା ମାମଲାରେ 14 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ସାମଲ ଏହି ରାୟ ପ୍ରକାଶ କରିବା ସହ 10,000 ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର ଭାରତ ଶ୍ରୀଲଙ୍କା ପ୍ରଥମ ଦିନିକିଆ ଆଜି। ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଟି-20 ଶୃଙ୍ଖଳାକୁ ଭାରତ 3 ନେଇଛି। ଏବେ ଉଭୟ ଦଳଙ୍କ ମଧ୍ୟରେ 3 ମ୍ୟାଚର ଦିନିକିଆ ଶୃଙ୍ଖଳା ଖେଳାଯିବ। ଶୁକ୍ରବାର ପ୍ରଥମ ମ୍ୟାଚ୍ ଖେଳାଯିବ। ଭାରତ ଟି-20 ବିଶ୍ୱ ଚାମ୍ପିୟନ ହେବା ପରେ ବିଦେଶରୁ ଛୁଟି କାଟି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଶ୍ରୀଲଙ୍କାର ଦଳ ସହ ଯୋଗ ଦେଇଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର ଚଳନ୍ତା ରେଳ ଗାଡ଼ିରୁ 40 କିଲୋମିଟର। ଯାଜପୁର ଜିଲ୍ଲା ସୁକିନ୍ଦା ରେଳ ଷ୍ଟେସନର ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚଳନ୍ତା ମାଲବାହୀ କୋଇଲା ରେଳର ନିଆଁ ଜଳୁଥିବା ସମୟରେ ଏହାକୁ ଆୟତ୍ତ କରାଯାଇଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ତାଳଚେରରୁ ଧାମରା ବନ୍ଦରକୁ କୋଇଲା ବୋଝେଇ କରି ରେଳଟି ସକାଳେ 6ଟା ସମୟରେ ସୁକିନ୍ଦା ଷ୍ଟେସନ ପାର ହୋଇଥିବା ବେଳେ 3ଟି ବଗିରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ଏନେଇ ରେଳ ଗାର୍ଡ ଓ ଚାଳକଙ୍କୁ ଅବଗତ କରାଯିବା ପରେ ଗାର୍ଡଟିକୁ ସେଠାରୁ ଅଟକାଯାଇ ସୁକିନ୍ଦା ଆଗ୍ନିକ ବିଭାଗ ଖବର ଦିଆଯାଇଥିଲା। ପରବର୍ତ୍ତୀ ମୁଖ୍ୟ ଖବର ସୁନା ବଣ୍ଡ ଉପରେ ମିଳିବ 12% ସୁଧ। 2016 ଅଗଷ୍ଟ 5ରେ ଜାରି ହୋଇଥିବା ସୋଭରେନ୍ ସୁନା ବଣ୍ଡ 2024 ଅଗଷ୍ଟ 5ରେ ପରିପକ୍ୱ ମାଚୁରିଟି ହେବ। 8 ବର୍ଷ ପରେ ଏହି ବଣ୍ଡ ପରିପକ୍ୱ ହେଉଛି। ନିବେଶକ ଏହା ଉପରେ ବାର୍ଷିକ 12% ସୁଧ ପାଇବେ। ତେବେ ଅନ୍ୟ ସମାନ ବିପଦ ଉପରଲିନ୍ ସମ୍ପତ୍ତି ଶ୍ରେଣୀ ଅପେକ୍ଷା ଏହି ରିଟର୍ଣ୍ଣ ବୋଲି ଜଣେ ସହକାରୀ ଅଧିକାରୀ କହିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର ସୁଟିଂରେ ସ୍ୱପ୍ନିଲଙ୍କୁ କାଂସ୍ୟ। ପ୍ୟାରିସ୍ ଅଲିମ୍ପିକରେ ଭାରତକୁ ତୃତୀୟ ପଦକ ଜିତିଛନ୍ତି ସୁଟର ବା ବନ୍ଧୁକ ଚାଳକ। ଗୁରୁବାର ପୁରୁଷ 50 ମିଟର ରାଇଫଲ 3 ପୋଜିସନ ଇଭେଣ୍ଟରେ କାଂସ୍ୟ ପଦକ ଜିତିଛନ୍ତି। ବୁଧବାର ଅନୁଷ୍ଠିତ ଏହି ଇଭେଣ୍ଟରେ ଫାଇନାଲରେ ତୃତୀୟ ସ୍ଥାନରେ ରହି 28 ବର୍ଷୀୟ ସ୍ୱପ୍ନଲ ଦେଶକୁ ଗର୍ବିତ କରିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର 7 ରାଜ୍ୟରେ ବର୍ଷା ବିପାତ। ଦେଶର 7 ରାଜ୍ୟରୁ ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଲାଗିଥିବା ବେଳେ 43 ଜଣଙ୍କ ମୃତ୍ୟୁ ଘଟିଲାଣି। ଗୋଟିଏ ଦିନରେ ବର୍ଷାରେ ଦିଲ୍ଲୀ ଏନସିଆର ଜଳାବୃର୍ଣ୍ଣ ହୋଇଥିବା ବେଳେ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଅନ୍ୟୁନ 14 ଜୀବନ ନେଇଛି। ଏହି ଦୁଇ ରାଜ୍ୟ ଅନେକ ନିଖୋଜ ହୋଇଯାଇଛନ୍ତି। କେବଳ ଉତ୍ତରାଖଣ୍ଡର ବର୍ଷା ବିପାତରେ 14 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହିମାଚଳରେ 5, ଦିଲ୍ଲୀରେ 5, ଉତ୍ତରପ୍ରଦେଶ 8, ହରିୟାଣା ଗୁରୁଗ୍ରାମ 3। ପରବର୍ତ୍ତୀ ମୁଖ୍ୟ ଖବର ଆଜିର ପ୍ରତିଷ୍ଠା ହେବ ଆଉ 11 ପାର୍କ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଗୁରୁବାର ଡେରସ୍ଥିତ ସି ଫୁଡ୍ ପାର୍କ ବୁଲି ଦେଖୁଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଶିଳ୍ପାଞ୍ଚଳର ବିଭିନ୍ନ ଉଦ୍ୟୋଗ ବୁଲିବା ସହ ସମ୍ପୃକ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ବିଭିନ୍ନ ଦାବି ଉପରେ ବିଚାର ବିମର୍ଶ କରି ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଇଟ୍କୋ ଦ୍ୱାରା ଅଧିକୃତ 151 ଏକର ଜମିରୁ 88 ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଦିଆଯାଇଛି। ଉକ୍ତ ଶିଳ୍ପାଞ୍ଚଳରେ 70ଟି ସଂସ୍ଥା ସେମାନଙ୍କୁ ଉଦ୍ୟୋଗ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହିପରି ସମସ୍ତ ବଡ଼ ଖବର ଜାଣି ଆଗରେ ରହିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ।